প্রিয় দর্শক নমস্কার। মু ডক্টর ভবতোষ মণ্ডল আজি ଆପଣମାନଙ୍କ ଉଦ୍ଦେଶ୍ୟରେ ଏପରି ଏକ ବିଷୟ ଉପରେ ଆଲୋଚନା କରିବି ତାହା ସହିତ ଆପଣମାନେ ଓତପ୍ରୋତ ଭାବରେ ଜଡ଼ିତ, ମାତ୍ର ସେ ବିଷୟରେ କେହି କେବେ ଚିନ୍ତା କରନ୍ତି ନାହିଁ। ଯଦି ଚିନ୍ତା କରନ୍ତେ ତେବେ ଆଜି ଏତେ ଉନ୍ନତ ଚିକିତ୍ସା ସୁବିଧା ଥାଇ ମଧ୍ୟ ଲୋକମାନେ ବିଭିନ୍ନ ପ୍ରକାର ଜଟିଳ ରୋଗରେ କଲବଲ ହୋଇନଥାନ୍ତେ। ରୋଗୀମାନେ ବିଭିନ୍ନ ଡାକ୍ତର ହସ୍ପିଟାଲ ଦୌଡ଼ି ଦୌଡ଼ି ନୟାନ୍ତ ହୋଇପଡ଼ୁଛନ୍ତି। ଜୀବନର ସମସ୍ତ ସଞ୍ଚୟ ସେଠାରେ ଢାଳି ଦେଉଛନ୍ତି କେବଳ ଜୀବନ ବିକଳରେ, ମାତ୍ର ସୁସ୍ଥ ହୋଇପାରୁନାହାନ୍ତି। ଯଦି ସୁସ୍ଥତା ମିଳୁଛି କିଛି ଦିନ ପରେ ସେହି ରୋଗ ବା ସେହି ରୋଗ ସହିତ ଅନ୍ୟ ରୋଗ ପୁଣି ଆକ୍ରମଣ କରୁଛି। ସାଧାରଣ ରୋଗ ଧୀରେ ଧୀରେ ଜଟିଳ ରୂପ ଧାରଣ କରୁଛି। ଆଉ ନହେଲେ ଜୀବନ ସାରା ଔଷଧ ସେବନ କରି କରି ରୋଗ ସହିତ ବଞ୍ଚିବାକୁ ବାଧ୍ୟ ହେଉଛି। ବେଳେବେଳେ ତ ରୋଗୀମାନେ ଡାକ୍ତରଙ୍କ ପରାମର୍ଶ କ୍ରମେ ବିଭିନ୍ନ ପ୍ରକାର ପରୀକ୍ଷା କରିବା ପରେ ମଧ୍ୟ ରୋଗ କ'ଣ ତାହା ଜାଣିପାରୁନାହାନ୍ତି। ପରୀକ୍ଷା ପରେ ରିପୋର୍ଟ ନେଇ ଡାକ୍ତରଙ୍କ ପାଖକୁ ଗଲେ କହୁଛନ୍ତି ତୁମ ସବୁ ରିପୋର୍ଟ ନର୍ମାଲ ଆସିଛି, ଅର୍ଥାତ୍ ତୁମ ଶରୀରରେ ରୋଗ ନାହିଁ। କିନ୍ତୁ ରୋଗୀ ଜଣକ ଶରୀରର ବିଭିନ୍ନ କଷ୍ଟ ସହିତ ଡାକ୍ତରଙ୍କ ଠାରୁ ନିରାଶ ହୋଇ ଘରେ ରହି ରୋଗ କଷ୍ଟ ଭୋଗ କରୁଛନ୍ତି। ଏମିତି ଗୋଟିଏ ନୁହେଁ, ଅସଂଖ୍ୟ ରୋଗୀ ଅଛନ୍ତି ଯେଉଁମାନେ ଏହିପରି ଅଭିଯୋଗ କରୁଛନ୍ତି। ସେହି ଅସଂଖ୍ୟ ରୋଗ ମଧ୍ୟରୁ ଆଜି ମୁଁ ଏଲର୍ଜି ସମ୍ବନ୍ଧରେ ଟିକେ କହିବି। ଏଲର୍ଜି ଶବ୍ଦଟି ସମସ୍ତ ଲୋକଙ୍କ ପାଇଁ ଗୋଟିଏ ସାଧାରଣ ଶବ୍ଦ। କଥାରେ କଥାରେ ଏହି ଶବ୍ଦଟି ବ୍ୟବହାର କରିଥାଉ, କାରଣ ଏହି ସମସ୍ୟା ଏତେ ପରିମାଣରେ ବଢ଼ିଯାଇଛି ଯେ ଯେଉଁ ଡାକ୍ତରଙ୍କ ପାଖକୁ ଗଲେ ଡାକ୍ତରବାବୁ କହିଦିଅନ୍ତି ଏହି ସମସ୍ୟା ଏଲର୍ଜି ଯୋଗୁଁ ହୋଇଛି। ଆଉ ରୋଗୀମାନେ ମଧ୍ୟ ସବୁ ଜ୍ଞାନୀ ଲୋକ ପରି ବୁଝି ପକାନ୍ତି। ତେବେ ଏହି ଅତି ପରିଚିତ ଶବ୍ଦ ଏଲର୍ଜିର ଅର୍ଥ କ'ଣ? କାହାକୁ ଆମେ ଏଲର୍ଜି କହିବା? ଆସନ୍ତୁ ଜାଣିବା। ଏଲର୍ଜି କହିଲେ ସାଧାରଣ ଲୋକମାନେ ଭାବନ୍ତି ଯେ କୁଣ୍ଡେଇ ହେବା, ଛିଙ୍କ ହେବା, ଚର୍ମ ରୋଗ, ଶ୍ୱାସକଷ୍ଟ ଇତ୍ୟାଦି। ଏଠାରେ ଏହି ସମସ୍ୟାଗୁଡ଼ିକ ଏଲର୍ଜି ଯୋଗୁଁ ହୋଇପାରେ, ମାତ୍ର ଏଗୁଡ଼ିକ ଏଲର୍ଜି ନୁହେଁ। ଏଲର୍ଜି କହିଲେ ଇମ୍ୟୁନ୍ ସିଷ୍ଟମର ଏକ ଅସ୍ୱାସ୍ଥ୍ୟକର ଅବସ୍ଥା, ଯେଉଁ ଅବସ୍ଥାରେ ଗୋଟିଏ ସାଧାରଣ ବସ୍ତୁ ଉପରେ ଇମ୍ୟୁନ୍ ସିଷ୍ଟମ ଏବନର୍ମାଲି ପ୍ରତିକ୍ରିୟା ସୃଷ୍ଟି କରି ସୁସ୍ଥ ଶରୀରକୁ ଅଯଥାରେ ଅସୁସ୍ଥ କରି ପକାଏ। ଯେପରି ବାଇଗଣ, ଅଣ୍ଡା, ଚିଙ୍ଗୁଡ଼ି ମାଛ ଇତ୍ୟାଦି ଅତି ସାଧାରଣ ଖାଦ୍ୟ। ପ୍ରାୟ ଅଧିକାଂଶ ଲୋକ ଏହା ସେବନ କରିଥାନ୍ତି। ସେଥିରେ କାହାରି କିଛି ଅସୁବିଧା ହେଉନଥିବା ବେଳେ ଜଣେ ଜଣେ ବ୍ୟକ୍ତିଠାରେ ଇମ୍ୟୁନ୍ ସିଷ୍ଟମ ଏବନର୍ମାଲି ପ୍ରତିକ୍ରିୟା ଦେଖାଇଥାଏ। ସାଧାରଣ ବସ୍ତୁ ପ୍ରତି ଇମ୍ୟୁନ୍ ସିଷ୍ଟମର ଏପରି ଏବନର୍ମାଲ ପ୍ରତିକ୍ରିୟାକୁ ହିଁ ଏଲର୍ଜି କୁହାଯାଏ। ଏଲର୍ଜି ଯୋଗୁଁ କୁଣ୍ଡେଇ ହେବା, ଛିଙ୍କ ହେବା, ଶ୍ୱାସକଷ୍ଟ, ଚର୍ମ ରୋଗ ଇତ୍ୟାଦି ଏଲର୍ଜି ଯୋଗୁଁ ହୋଇଥାଏ, ମାତ୍ର ଏଗୁଡ଼ିକ ଏଲର୍ଜି ନୁହେଁ। ତେଣୁ ଏହା ପ୍ରମାଣିତ ହେଲା ଯେ ଏଲର୍ଜି ଗୋଟିଏ ରୋଗ ନୁହେଁ, ଏହା ଇମ୍ୟୁନ୍ ସିଷ୍ଟମର ସମସ୍ୟା ଯୋଗୁଁ ସୃଷ୍ଟି ହୋଇଥାଏ। ଏହି ଏଲର୍ଜି କଣ୍ଡିସନ ହେତୁ ଆମ ଶରୀରରେ ବିଭିନ୍ନ ପ୍ରକାର ସମସ୍ୟା ସୃଷ୍ଟି ହୁଏ, ଯେପରି ବାରମ୍ବାର ଥଣ୍ଡା ଧରିବା, କାଶ, ଛିଙ୍କ, ଶ୍ୱାସକଷ୍ଟ, ଚର୍ମ ରୋଗ ଇତ୍ୟାଦି। ଏହି ସମସ୍ୟାଗୁଡ଼ିକ ଏଲର୍ଜି କଣ୍ଡିସନ ହେତୁ ସୃଷ୍ଟି ହେଉଛି। ଏଠାରେ ଏଲର୍ଜି ଏହି ସମସ୍ୟାର ମୂଳ କାରଣ ନୁହେଁ, ଏହା ଇମ୍ୟୁନ୍ ସିଷ୍ଟମର ଏବନର୍ମାଲ ଫଙ୍କସନ ଯୋଗୁଁ ସୃଷ୍ଟି ହେଉଛି। ତେଣୁ ଏହି ସମସ୍ୟାଗୁଡ଼ିକର ସମାଧାନ ପାଇଁ ଆଣ୍ଟି ଏଲର୍ଜିକ୍ ଔଷଧ ସେବନ କଲେ ସମସ୍ୟାଗୁଡ଼ିକ କିଛି ସମୟ ପାଇଁ ଦୂର ହେଲେ ମଧ୍ୟ ପୁଣି ଫେରିଆସିବ, କାରଣ ଆଣ୍ଟି ଏଲର୍ଜିକ୍ ଦ୍ୱାରା ଇମ୍ୟୁନ୍ ସିଷ୍ଟମ ନର୍ମାଲ ହୋଇପାରିବ ନାହିଁ। ଏହି ଏଲର୍ଜିକ୍ ରୋଗୀକୁ ସୁସ୍ଥ କରିବାକୁ ହେଲେ ଇମ୍ୟୁନ୍ ସିଷ୍ଟମକୁ ଠିକ୍ କରିବାକୁ ହେବ। ଏଠାରେ ବିଭିନ୍ନ ବାହ୍ୟ ବସ୍ତୁ ଯୋଗୁଁ ଏଲର୍ଜିକ୍ ପରିସ୍ଥିତି ସୃଷ୍ଟି ହେଲେ ମଧ୍ୟ ସେହି ବାହ୍ୟ ବସ୍ତୁଗୁଡ଼ିକ ଏହି ସମସ୍ୟାର କାରଣ ନୁହେଁ। ସେହି ବସ୍ତୁଗୁଡ଼ିକ ଅନ୍ୟ ସମସ୍ତଙ୍କ ପାଇଁ ସାଧାରଣ ହୋଇଥିବା ବେଳେ କେବଳ ଜଣକ ପାଇଁ କିପରି ଅସାଧାରଣ ହୋଇପଡ଼ୁଛି। ଏହାର କାରଣ ବସ୍ତୁ ନୁହେଁ, ଏହାର କାରଣ ଇମ୍ୟୁନ୍ ସିଷ୍ଟମର ସମସ୍ୟା। ଯେଉଁ ସମସ୍ୟା ହେତୁ ଇମ୍ୟୁନ୍ ସିଷ୍ଟମ ସାଧାରଣ ବସ୍ତୁକୁ ଜାଣି ନପାରି এবନର୍ମାଲି ରିଆକ୍ଟ କରୁଛି। ଇମ୍ୟୁନ୍ ସିଷ୍ଟମର ମୁଖ୍ୟ ଅର୍ଗାନ ହେଉଛି লিভর। বিভিন্ন কারণ হেতু ସେଥିରେ ସମସ୍ୟା ସୃଷ୍ଟି ହୁଏ।
সেই কাରଣ ସମସ୍ୟା ଓ ତାର ସମାଧାନ ପରବର୍ତ୍ତୀ ଭିଡ଼ିଓରେ ବର୍ଣ୍ଣନା କରା। ତେଣୁ ଯେଉଁମାନେ ଜାଣିବା ପାଇଁ ଚାହୁଁଛନ୍ତି ସେମାନେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିନିଅନ୍ତୁ। ଆଉ ଆମ ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଥିଲେ ଲାଇକ୍ ସେୟାର ଓ କମେଣ୍ଟ କରି ନିଜେ ସୁସ୍ଥ ହେବା ସହିତ ଅନ୍ୟ ରୋଗୀମାନଙ୍କୁ ସୁସ୍ଥ ହେବାକୁ ସହଯୋଗ କରନ୍ତୁ। ଧନ୍ୟବାଦ।